ନମସ୍କାର ବନ୍ଧୁମାନେ। ଜୟ ନାଗଦେବତା, ଜୟ ସୂର୍ଯ୍ୟଦେବ, ହର ହର ମହାଦେବ, ଜୟ ମା ଲକ୍ଷ୍ମୀ। ବନ୍ଧୁମାନେ, ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଦେବଦେବୀଙ୍କ ଆଶୀର୍ବାଦରୁ ବହୁତ ଭଲରେ ଥିବେ। ମୋ କଥାଗୁଡ଼ିକୁ ବହୁତ ଧ୍ୟାନ ଦେଇ ଶୁଣନ୍ତୁ। ଆଗାମୀ ସକାଳ ଟାପରେ ହଠାତ୍ ବଦଳିଯିବ ଭାଗ୍ୟ। ବର୍ଷ ପରେ ଆପଣଙ୍କ କୁଣ୍ଡଳୀରେ ଏପରି ଏକ ଶୁଭଯୋଗ ତିଆରି ହୋଇଛି। ଅର୍ଥାତ୍ ବନ୍ଧୁମାନେ, ଦୁଇ ନାଗଦେବତା ବହୁତ ବଡ଼ ଶୁଭ ସଂକେତ ଦେଉଛନ୍ତି। ଗ୍ରହମାନଙ୍କର ଅଦ୍ଭୁତ ପ୍ରଭାବ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ତେଣୁ ଆଜିର ଏହି ଭିଡିଓଟିକୁ ଆପଣ ମିସ୍ କରିବେ ନାହିଁ ଏବଂ ଆରମ୍ଭରୁ ପୁରା ଶେଷ ପର୍ଯ୍ୟନ୍ତ ଦେଖିବେ। ବନ୍ଧୁମାନେ, ଆପଣମାନେ ଯଦି ଏହି ଭିଡିଓଟି ଦେଖୁଛନ୍ତି, ତେବେ ଏହାକୁ କେବଳ ଏକ ସାଧାରଣ କ୍ଷଣଯୋଗ ବୋଲି ଭାବନ୍ତୁ ନାହିଁ। ଅନେକ ସମୟରେ ବ୍ରହ୍ମାଣ୍ଡ ଆମକୁ ଏପରି କିଛି ସଂକେତ ଦେଇଥାଏ, ଯାହାକୁ ଆମେ ସାଧାରଣ ଘଟଣା ଭାବି ଏଡ଼ାଇ ଯାଉ। ଆଜିର ପ୍ରସଙ୍ଗ ମଧ୍ୟ ସେହିପରି ଅଟେ। କୁହାଯାଉଛି ଯେ ଆଗାମୀ ସକାଳ ଟାପରେ ଆପଣଙ୍କ ଜୀବନରେ ପରିବର୍ତ୍ତନର ସଂକେତ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିପାରେ। କିନ୍ତୁ ମନେ ରଖନ୍ତୁ, ଏହି ଘଟଣା ଆଗାମୀ ଘଣ୍ଟା ମଧ୍ୟରେ ଘଟିବାର ସମ୍ଭାବନା ରହିଛି। ଆଉ ଏହା ଜ୍ୟୋତିଷ ଶାସ୍ତ୍ରୀୟ ସ୍ୱୀକୃତି ଏବଂ ଆଧ୍ୟାତ୍ମିକ ସଂକେତ ଉପରେ ଆଧାରିତ ଏକ ବିଶେଷ ଆଲୋଚନା। ଏହାକୁ ମିସ୍ କରିବେ ନାହିଁ, ନଚେତ୍ ଘଣ୍ଟା ପରେ ଆପଣଙ୍କୁ ପ୍ରଚୁର ଅନୁତାପ କରିବାକୁ ପଡ଼ିବ। ଆଉ ମୁଁ ଆଦୌ ଚାହେଁ ନାହିଁ ଯେ ଆପଣ ଅନୁତାପ କରନ୍ତୁ, କାରଣ ମୁଁ ଆପଣଙ୍କର ଭଲ ଚାହେଁ। ଆପଣଙ୍କ ପାଇଁ ଯାହା ଭଲ, ମୁଁ ସେଇଆ ହିଁ ଚାହେଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ରାହୁ, କେତୁ, ଗୁରୁ ଏବଂ ଚନ୍ଦ୍ର ବିଶେଷ ପରିସ୍ଥିତିରେ ଆସନ୍ତି, ସେତେବେଳେ ବ୍ୟକ୍ତିଙ୍କ ଜୀବନରେ ହଠାତ୍ ନୂତନ ସୁଯୋଗ, ପୁରୁଣା ଅଟକି ରହିଥିବା କାର୍ଯ୍ୟରେ ଗତି ଏବଂ ମାନସିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବନ୍ଧୁମାନେ, ଏଭଳି ସମୟରେ ଅନେକ ଲୋକ ଏପରି କିଛି ସଂକେତ ପାଆନ୍ତି, ଯାହା ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ବହୁତ ଅଧିକ ପ୍ରେରଣା ଯୋଗାଇଥାଏ। ଘଣ୍ଟା ମଧ୍ୟରେ ଆପଣମାନେ ସମସ୍ତେ ଧନୀ ହେବାକୁ ଯାଉଛନ୍ତି ଏବଂ ଗୋଟିଏ ଜାଗାରୁ ନୁହେଁ, ଅନେକ ଜାଗାରୁ ବଡ଼ ବଡ଼ ସୁଖବର ପାଇବାକୁ ଯାଉଛନ୍ତି, ଯାହା ଦେଖି ଆପଣଙ୍କ ହୋସ୍ ଉଡ଼ିଯିବ। ବନ୍ଧୁମାନେ, ଭିଡିଓଟି ମିସ୍ କରିବେ ନାହିଁ ଏବଂ ଆରମ୍ଭରୁ ଏକଦମ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ଗ୍ରହ ଗୋଚର ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ଏବେ ଆମେ କଥା ହେଉଛୁ ଦୁଇ ନାଗଦେବତାର ପ୍ରତୀକର, ଅର୍ଥାତ୍ ସନାତନ ପରମ୍ପରାରେ ନାଗଦେବତା କେବଳ ସାପ ନୁହନ୍ତି, ବରଂ ରକ୍ଷା, ଶକ୍ତିର କୁଣ୍ଡଳୀରେ ଶକ୍ତି ଏବଂ ପୂର୍ବପୁରୁଷମାନଙ୍କର ପ୍ରତୀକ। ସ୍ୱପ୍ନଦୋଷରେ ଆପଣଙ୍କୁ ଦୁଇଟି ନାଗ ଦେଖାଯାଇପାରେ, କିମ୍ବା ସ୍ୱପ୍ନରେ ଆପଣଙ୍କୁ ଦୁଇଟି ଏଭଳି ନାଗ ଦେଖିବାକୁ ମିଳିପାରେ। ମନ୍ଦିରରେ ନାଗ ପ୍ରତିମାର ଦର୍ଶନ ହୋଇପାରେ। ଜୀବନରେ ବାରମ୍ବାର ନାଗ ସହିତ ଜଡ଼ିତ ଶୁଭ ସଂକେତ ମିଳିବ। ତେଣୁ ଅନେକ ଲୋକ ଏହାକୁ ଆଧ୍ୟାତ୍ମିକ ଜାଗରଣ ଏବଂ ନୂତନ ସୁଯୋଗର ସଂକେତ ବୋଲି ମନେ କରନ୍ତି। ହଁ ବନ୍ଧୁମାନେ, ଏହି କଥାଟି ଏକଦମ ସତ। ଆପଣଙ୍କ ଘରେ ମଧ୍ୟ ସାପ ଦେଖିବାକୁ ମିଳିପାରେ, କିନ୍ତୁ ଆପଣଙ୍କୁ ତାକୁ ମାରିବାକୁ ପଡ଼ିବ ନାହିଁ, ବରଂ ନିଜ ଘରୁ ଭଲ ପାଇବା ସହିତ ତାକୁ ଦୂରେଇ ଦେବାକୁ ପଡ଼ିବ। ଦୂରରୁ ହିଁ ଆପଣଙ୍କୁ ନମସ୍କାର କରିବାକୁ ପଡ଼ିବ, କାରଣ ପୃଥିବୀରେ ଯେତେ ସବୁ ପ୍ରାଣୀ ଅଛନ୍ତି, ସବୁ ଭଗବାନ ହିଁ ତିଆରି କରିଛନ୍ତି ଏବଂ ମହାଦେବ ପ୍ରତ୍ୟେକ ପ୍ରକାର ଜୀବଜନ୍ତୁଙ୍କ ଭିତରେ ବିରାଜମାନ କରିଥାନ୍ତି। ତେଣୁ ଆପଣଙ୍କୁ କେବେ ମଧ୍ୟ କାହାର କ୍ଷତି ପହଞ୍ଚାଇବା ଉଚିତ ନୁହେଁ। ମନେ ରଖିବେ, କୌଣସି ପ୍ରାଣୀ ଆପଣଙ୍କ କ୍ଷତି କରିବ ନାହିଁ, ଯେପର୍ଯ୍ୟନ୍ତ ତାକୁ ଏହା ଭୟ ନ ହେଉ ଯେ ଆପଣ ତାକୁ ଜୀବନରୁ ମାରିବାକୁ ଚାହାନ୍ତି। ତେଣୁ ଯଦି ଆଗାମୀ ଘଣ୍ଟା ମଧ୍ୟରେ ଆପଣଙ୍କ ଘରେ କିମ୍ବା ଅଗଣାରେ, ଘର ପଛପଟେ କେଉଁଠି ସାପ ଦେଖାଯାଏ, ତେବେ ସବୁଠାରୁ ଆଗରୁ ଦୂରତା ବଜାୟ ରଖିବେ। ଧୀରେ ଧୀରେ ନିଜ ଘରୁ ତାକୁ ତଡ଼ିଦେବେ, କିନ୍ତୁ ତାକୁ ମାରିବେ ନାହିଁ। ଆଗାମୀ ସକାଳ ଟାପରେ ଯଦି ଆପଣଙ୍କୁ କୌଣସି ଶୁଭ ସମ୍ବାଦ ମିଳିଯାଏ, କୌଣସି ପୁରୁଣା ବନ୍ଧୁଙ୍କ ଫୋନ୍ ଆସିଯାଏ, କିମ୍ବା ଅଟକି ରହିଥିବା ଟଙ୍କା ଆପଣ ପାଇଯାଆନ୍ତି, ବନ୍ଧୁମାନେ, ଚାକିରି ବା ବ୍ୟାପାର ସହିତ ଜଡ଼ିତ ଭଲ ଖବର ଆସିଯାଏ, ତେବେ ଏହାକୁ ଏକ ସକାରାତ୍ମକ ଦୃଷ୍ଟିରେ ଗ୍ରହଣ କରନ୍ତୁ। ହୋଇପାରେ
ଏହା ଆପଣଙ୍କ ପ୍ରଚେଷ୍ଟାର ପରିଫଳ, ଯାହା ସହିତ ଜ୍ୟୋତିଷ ସମୟର ମଧ୍ୟ ସାଥ ମିଳୁଛି। ବନ୍ଧୁମାନେ, ସମୟ ବହୁତ କମ୍ ଅଛି। ଭିଡିଓଟି ଏକାକୀ ଦେଖିବେ, ନଚେତ୍ ଆପଣଙ୍କୁ ବହୁତ ଅଧିକ ଅନୁତାପ କରିବାକୁ ପଡ଼ିବ। ଘଣ୍ଟା ମଧ୍ୟରେ ଆପଣମାନେ ସମସ୍ତେ ଧନୀ ହେବାକୁ ଯାଉଛନ୍ତି। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ ଏବଂ ଆପଣ ଦିନକୁ 2 ଗୁଣ ରାତିକୁ 4 ଗୁଣ ଉନ୍ନତି କରିବେ। ଆପଣଙ୍କ ପାଖରେ କୌଣସି ଜିନିଷର କୌଣସି ଅଭାବ ରହିବ ନାହିଁ। ବନ୍ଧୁମାନେ, ବିଧାତାର ଖେଳ ଏବେ ଆପଣମାନେ ନିଜ ଆଖିରେ ଦେଖିବାକୁ ଯାଉଛନ୍ତି। ଭଲ ଖବର ପାଇବାର ପ୍ରବଳ ସମ୍ଭାବନା ରହିଛି। ମୁଁ ମିଛ କହୁନାହିଁ। ଗ୍ରହମାନଙ୍କ ପ୍ରଭାବ ଏହି ସମୟରେ ଗୁରୁଙ୍କ ଶୁଭଦୃଷ୍ଟି ଜ୍ଞାନ ଏବଂ ସୁଯୋଗ ବୃଦ୍ଧି କରିବାର ସଂକେତ ଦେଉଛି। ସେହିପରି ବନ୍ଧୁମାନେ, ସୁଖ ସୁବିଧା ଏବଂ ସମ୍ପର୍କରେ ମଧୁରତା ମଧ୍ୟ ଆଣିପାରେ। ଯଦି ଶନି ଆପଣଙ୍କ କର୍ମଭାବକୁ ମଜଭୁତ କରୁଛନ୍ତି, ତେବେ ପରିଶ୍ରମର ଫଳ ଧୀରେ ଧୀରେ ମିଳିବାକୁ ଲାଗିଥାଏ। ଅନ୍ୟପକ୍ଷରେ ରାହୁ ନୂତନ ଦିଶା ଏବଂ ଉତ୍ସାହିତ ସୁଯୋଗର ପ୍ରତୀକ ଭାବରେ ବିବେଚନା କରାଯାଏ। ତେଣୁ ଘବରେଇବାର ନୁହେଁ, ବରଂ ସଠିକ୍ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। କାରଣ ଘଣ୍ଟା ମଧ୍ୟରେ କିଛି ବଡ଼ ଚମତ୍କାରୀ ପରିବର୍ତ୍ତନ ଆପଣମାନେ ଦେଖିବାକୁ ପାଇବେ, ଯାହା ଦେଖି ଆପଣ ବେଶ୍ ଆଶ୍ଚର୍ଯ୍ୟ ଅନୁଭବ କରିବେ। ବନ୍ଧୁମାନେ, ଆମ ଜୀବନକାଳରେ ଯାହା କିଛି ହୁଏ, ସବୁ ଆମର ଭଲ ପାଇଁ ହିଁ ହୋଇଥାଏ। ପରମାତ୍ମା କେବେ ମଧ୍ୟ ଆପଣଙ୍କୁ ଧନୀ କରିପାରନ୍ତି। ଦେଖନ୍ତୁ, କୌଣସି ବ୍ୟକ୍ତିକୁ ଛୋଟ ଭାବିବା ଉଚିତ ନୁହେଁ, କାରଣ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି କ୍ଷେତ୍ରରେ ବହୁତ ଅଧିକ ଜ୍ଞାନୀ ହୋଇଥାନ୍ତି। ଅଭିଜ୍ଞତା ଅର୍ଥାତ୍ ତାକୁ ସବୁକିଛି ଜଣାଥାଏ। କିନ୍ତୁ ପ୍ରତ୍ୟେକ ମନୁଷ୍ୟକୁ ଏହି ଦୁନିଆ ବିଷୟରେ ସବୁକିଛି ଜଣାନଥାଏ। ତେଣୁ ଆପଣଙ୍କୁ ପ୍ରତ୍ୟେକ ମନୁଷ୍ୟକୁ ସମ୍ମାନ କରିବାକୁ ପଡ଼ିବ। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଯଦି ଭାଗ୍ୟ ଆପଣଙ୍କ ଦରଜାରେ କଟାଘାତ କରୁଛି, ଯଦି ସେହି 2 ନାଗଦେବତା ଆପଣଙ୍କ ଘରକୁ ପାଦ ପକାଉଛନ୍ତି ଏବଂ ଆପଣ ଅଳସୁଆମୀ, କ୍ରୋଧ, ଅହଙ୍କାର କିମ୍ବା ଖରାପ ସଙ୍ଗତରେ ସମୟ ନଷ୍ଟ କରୁଛନ୍ତି କିମ୍ବା ତାକୁ ଅଣଦେଖା କରୁଛନ୍ତି, ତେବେ ଏତେ ଭଲ ସୁଯୋଗ ମଧ୍ୟ ଆପଣଙ୍କ ହାତରୁ ଖସିଯାଇପାରେ। ଗ୍ରହ କେବଳ ପରିସ୍ଥିତି ସୃଷ୍ଟି କରେ। ସଫଳତା ଆପଣଙ୍କ କର୍ମରୁ ଆସେ। ସଫଳତା ଆପଣଙ୍କ ପରିଶ୍ରମରୁ ଆସେ। ଯଦି ଆପଣ ଭଗବାନଙ୍କ ସଂକେତଗୁଡ଼ିକୁ ଅଣଦେଖା କରୁନାହାନ୍ତି, ବରଂ ବହୁତ ଅଧିକ ସମ୍ମାନ କରୁଛନ୍ତି ଏବଂ ସମୟ ସମୟରେ ଭଗବାନଙ୍କ ନାମ ଜପ କରୁଛନ୍ତି, ତେବେ ଉପରବାଲା କେବେ ମଧ୍ୟ ଆପଣଙ୍କୁ ଏକାକୀ ଛାଡ଼ିବେ ନାହିଁ। ପ୍ରତ୍ୟେକ ପରିସ୍ଥିତିରେ ଆପଣଙ୍କ ସାଥ ଦେବେ। ବନ୍ଧୁମାନେ, ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଧନର ଦେବୀ ମା ମହାଲକ୍ଷ୍ମୀଙ୍କ ସହିତ କୋଟି ଦେବଦେବୀ ଆପଣଙ୍କ ଉପରେ କୃପାଳୁ ଅଛନ୍ତି ଏବଂ ବହୁତ ବଡ଼ ବଡ଼ ଘଟଣା ଘଟିବ, ଯାହା ଦେଖି ଆପଣଙ୍କୁ ବେଶ୍ ଆଶ୍ଚର୍ଯ୍ୟ ମଧ୍ୟ ଲାଗିପାରେ। ଗୋଟିଏ ଛୋଟ କାହାଣୀ ଆପଣଙ୍କୁ ଶୁଣାଇବାକୁ ଚାହୁଁଛି। କାନ ଡେରି ବହୁତ ଧ୍ୟାନ ଦେଇ ଶୁଣନ୍ତୁ। ଜଣେ ବ୍ୟକ୍ତି ବର୍ଷ ବର୍ଷ ଧରି ହଇରାଣ ହେଉଥିଲା। ସେ ସବୁ ଜାଗାରେ ଚେଷ୍ଟା କରିଥିଲା, କିନ୍ତୁ ସଫଳତା ପାଇନଥିଲା। ଜଣେ ସନ୍ଧ୍ୟା ତାକୁ କହିଥିଲେ, ଯେତେବେଳେ ସମୟ ବଦଳିବ, ସେତେବେଳେ ସୁଯୋଗ ନିଜେ ତୁମ ଦରଜା ପର୍ଯ୍ୟନ୍ତ ଆସିବ, କିନ୍ତୁ ଦରଜା ତୁମକୁ ହିଁ ଖୋଲିବାକୁ ପଡ଼ିବ। ମୋ କଥାକୁ ବୁଝିବା ପାଇଁ ଚେଷ୍ଟା କରିବେ। କିଛି ମାସ ପରେ ତା ପାଖରେ ହଠାତ୍ ଏପରି ଏକ ସୁଯୋଗ ଆସିଲା, ଯାହା ତାର ପୂରା ଜୀବନକୁ ବଦଳାଇ ଦେଲା। ସେ ପରେ କହିଥିଲା, ଭାଗ୍ୟ ବଦଳିଲା ସତ, କିନ୍ତୁ ମୁଁ ଯଦି ସେହିଦିନ ପ୍ରସ୍ତୁତ ନଥାନ୍ତି, ତେବେ ହୁଏତ ସେହି ସୁଯୋଗ ମଧ୍ୟ ମୋ ହାତରୁ ଚାଲିଯାଇଥାନ୍ତା। ମୋର ସଠିକ୍ ସମୟରେ ମୁଣ୍ଡ କାମ କରିଥିଲା ଏବଂ ଆମେ ପରିଶ୍ରମ କରିଥିଲୁ, ସହିତ ଭଗବାନଙ୍କ ଆଶୀର୍ବାଦ ପାଇଥିଲୁ। ସେତେବେଳେ ଯାଇ ଆମର ଭାଗ୍ୟ ବଦଳିଲା। ଆଜି ଏହି ବାର୍ତ୍ତା ଆପଣଙ୍କ ପାଇଁ ମଧ୍ୟ ଅଟେ। ଯଦି ଆପଣଙ୍କ ଜୀବନରେ ଦୀର୍ଘ ସମୟ ଧରି ସଂଘର୍ଷ ଚାଲିଛି, ତେବେ ନିରାଶ ହୁଅନ୍ତୁ ନାହିଁ, ମୋର ପ୍ରିୟ ଭକ୍ତଗଣ। ଆଗାମୀ ଦିନଟି ଆପଣଙ୍କ ପାଇଁ ନୂତନ ଚିନ୍ତାଧାରା ସହିତ ନୂତନ ଶୁଭାରମ୍ଭ ଏବଂ ନୂତନ ସୁଯୋଗର ପ୍ରତୀକ ଭାବରେ ବିବେଚନା କରାଯାଇପାରେ।
ଜ୍ୟୋତିଷ ଶାସ୍ତ୍ରର ପ୍ରବଳ ସମ୍ଭାବନା ଅଛି ଯେ କିଛି ବଡ଼ ହେବାକୁ ଯାଉଛି। ଆପଣଙ୍କ ନିଜ କାମ ଉପରେ ପୂରା ଧ୍ୟାନ ଦେବାକୁ ପଡ଼ିବ। ସହିତ ପରିବାରକୁ ସମ୍ମାନ ମଧ୍ୟ ଦେବାକୁ ପଡ଼ିବ ଏବଂ ଈଶ୍ୱରଙ୍କ ଉପରେ ଭରସା ରଖିବାକୁ ପଡ଼ିବ। ଭଗବାନ ଆମ ଜୀବନକାଳରେ ଯାହା କିଛି କରନ୍ତି ସବୁ ଆମର ଭଲ ପାଇଁ ହିଁ କରିଥାନ୍ତି। ଦେଖନ୍ତୁ, କେବେ କେବେ ଏପରି ମଧ୍ୟ ହୋଇପାରେ ଯେ ଆପଣ ଭୁଲ ଜାଗାରେ ନିଜ ସମୟ ଏବଂ ନିଜର ଶକ୍ତି ଲଗାଉଛନ୍ତି, କିନ୍ତୁ ଗ୍ରହମାନଙ୍କ ଗୋଚର ଆପଣଙ୍କୁ ସାଥ ଦେଉଛି, ଦେବଦେବୀ ଆପଣଙ୍କୁ ସାଥ ଦେଉଛନ୍ତି। ତେଣୁ କେବେ କେବେ ପରିବାର କଥା ମଧ୍ୟ ମାନିନେବା ଉଚିତ। ବନ୍ଧୁମାନେ, ମୁଁ ଆପଣଙ୍କୁ ଏକ ସରଳ ଉପାୟ ଦେଉଛି। କାଲି ସକାଳେ ସ୍ନାନ ଇତ୍ୟାଦି ସାରି ଭଗବାନ ଶିବଙ୍କୁ ସ୍ମରଣ କରିବେ। ଯଦି ସମ୍ଭବ ହୁଏ, ଓମ୍ ନମଃ ଶିବାୟ ମନ୍ତ୍ରଟି ଅତିକମ୍ରେ ଥର ଶ୍ରଦ୍ଧାପୂର୍ବକ ଜପ କରିବେ ଏବଂ ମହାଦେବଙ୍କ ନିକଟସ୍ଥ ମନ୍ଦିରକୁ ଯାଇ ଶିବଲିଙ୍ଗରେ ଗୋଟିଏ ଲୋଟା ଜଳ ଅର୍ପଣ କରିପାରିବେ। 2 ବା 3 ବା 5ଟି ବେଲପତ୍ର ମଧ୍ୟ ଅର୍ପଣ କରିପାରିବେ। କିଛି ପ୍ରଦକ୍ଷିଣ ମଧ୍ୟ କରିପାରିବେ। ନାଗଦେବତାଙ୍କ ଧ୍ୟାନ କରି ପ୍ରାର୍ଥନା କରିବେ ଯେ ଆପଣଙ୍କ ଜୀବନରୁ ଭୟ, ବାଧା, ନକାରାତ୍ମକତା ଦୂର ହୋଇଯାଉ। ସହିତ ଶତ୍ରୁ ଆପଣଙ୍କ ଜୀବନରୁ ଦୂରକୁ ଚାଲିଯାଆନ୍ତୁ ଏବଂ ଯେଉଁମାନେ ନିଜର ଲୋକ ସାଜି ଆମ ସହିତ ଛଳ କରନ୍ତି, ଏଭଳି ଲୋକମାନେ ଆପଣଙ୍କ ଜୀବନରୁ ଦୂରକୁ ଚାଲିଯାଆନ୍ତୁ। ଆପଣଙ୍କୁ ସଠିକ୍ ନିଷ୍ପତ୍ତି ନେବାର ଶକ୍ତି ପ୍ରଦାନ କରନ୍ତୁ। ଏଭଳି ସମୟର ନିର୍ମାଣ ହେବା ଉଚିତ। ମନେ ରଖନ୍ତୁ, କୌଣସି ଚମତ୍କାରର ପ୍ରତୀକ୍ଷା କରିବା ଅପେକ୍ଷା ନିଜ କର୍ମ, ଅନୁଶାସନ ଏବଂ ସକାରାତ୍ମକ ଚିନ୍ତାଧାରାକୁ ମଜଭୁତ କରନ୍ତୁ। ଏହା ହିଁ ସବୁଠାରୁ ବଡ଼ ଜ୍ୟୋତିଷ ଶାସ୍ତ୍ରୀୟ ଉପାୟ। ବନ୍ଧୁମାନେ, ମହାକାଶରେ ବହୁତ ବଡ଼ ବଡ଼ ଗ୍ରହ ଗୋଚର ହେଉଛି ଯାହାର ସିଧାସାଧା ଲାଭ ଆପଣ ପାଇବେ। ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କ ଜୀବନରେ ଏବେ ଭଲ ଦିନର ଶୁଭାରମ୍ଭ ହେବାକୁ ଯାଉଛି, ତେବେ ମନେ ମନେ ଭଗବାନ ଶିବ ଏବଂ ନାଗଦେବତାଙ୍କୁ ପ୍ରଣାମ କରନ୍ତୁ ଏବଂ ସକାରାତ୍ମକ ଶକ୍ତି ସହିତ ନିଜ ଦିନର ଶୁଭାରମ୍ଭ କରନ୍ତୁ। ଆଗାମୀ ସକାଳ ଆପଣଙ୍କ ପାଇଁ କୌଣସି ସାଧାରଣ ସକାଳ ହେବାକୁ ଯାଉନାହିଁ। ଆପଣଙ୍କ ଜୀବନର ସବୁଠାରୁ ବିଶେଷ ସମୟ ମଧ୍ୟରୁ ଗୋଟିଏ ପ୍ରମାଣିତ ହେବ ଏବଂ ଆପଣ ଖୁସିରେ ନାଚିବେ। ମୁଁ ଏହି କଥାର ଗ୍ୟାରେଣ୍ଟି ପର୍ଯ୍ୟନ୍ତ ଦେଇପାରିବି, କାରଣ ଏହି ସମୟ 9ଟି ଗ୍ରହ ମଧ୍ୟରୁ 4ଟି ଗ୍ରହ ସିଧାସାଧା ଆପଣଙ୍କୁ ସମର୍ଥନ କରୁଛନ୍ତି। ସେ ଗୁରୁ ଗ୍ରହ ହେଉ, ବୁଧ ଗ୍ରହ ହେଉ କିମ୍ବା ସୂର୍ଯ୍ୟ ଗ୍ରହ ହେଉ ବା ଶୁକ୍ର ଗ୍ରହ ହେଉ, ପ୍ରତ୍ୟେକ ପରିସ୍ଥିତିରେ ଆପଣଙ୍କୁ ସମର୍ଥନ କରୁଛନ୍ତି ଏବଂ ସୂର୍ଯ୍ୟଦେବ ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ରଖିଦେବେ। ହଁ ବନ୍ଧୁମାନେ, ସୂର୍ଯ୍ୟଙ୍କଠାରୁ ମଧ୍ୟ ଅଧିକ ଜୋରରେ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଘୋଡ଼ାଠାରୁ ମଧ୍ୟ 1000 ଗୁଣା ଅଧିକ ଜୋରରେ ଏବେ ଆପଣଙ୍କ ଭାଗ୍ୟ ଦୌଡ଼ିବ। ମୁଁ ଲେଖିଦେଉଛି, ଆଗାମୀ ସମୟରେ ଆପଣଙ୍କ ଜୀବନରେ 4ଟି ବଡ଼ ଘଟଣା ଘଟିବ ଏବଂ ଆପଣଙ୍କ ଭାଗ୍ୟ ସମସ୍ତଙ୍କୁ ଜବାବ ଦେବ। ଯେଉଁ ଲୋକମାନେ କହୁଛନ୍ତି ଯେ ଆପଣଙ୍କ ଦ୍ୱାରା କିଛି ହୋଇପାରିବ ନାହିଁ, ସେହି ଲୋକମାନେ ଅନୁତାପ କରିବେ, କାରଣ ସମୟ ବଦଳୁଛି। ଭାଗ୍ୟରେ ଏକ ନୂତନ ପରିବର୍ତ୍ତନ ଦେଖିବାକୁ ମିଳୁଛି। ତେଣୁ ଯାହା କିଛି ହେବ, ସବୁ ଆପଣଙ୍କ ଭଲ ପାଇଁ ହିଁ ହେବ। ଖୁସି ପାଳନ କରିବାର ପ୍ରସ୍ତୁତିରେ ଲାଗିପଡ଼ନ୍ତୁ ବନ୍ଧୁମାନେ, କାରଣ ଏବେ ଯାହା ଘଟିବାକୁ ଯାଉଛି ତାହା ଦେଖି ଆପଣ ଦଙ୍ଗ ରହିଯିବେ। ଭିଡିଓଟିକୁ ପ୍ରଥମେ ଗୋଟିଏ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ସଚ୍ଚୋଟ ମନରେ ଲେଖିଦିଅନ୍ତୁ, ହର ହର ମହାଦେବ। ଓମ୍ ନମଃ ଶିବାୟ। ଜୟ ସୂର୍ଯ୍ୟଦେବ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନ କରି ଆଗକୁ ବଢ଼ନ୍ତୁ ନାହିଁ, କାରଣ ଏଠାରୁ ଆଗକୁ ଆମେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ରାଶିଫଳ ବିଷୟରେ କହିବାକୁ ଯାଉଛୁ, ଯାହା ଜାଣିବା ଅତ୍ୟନ୍ତ ଆବଶ୍ୟକ। ବନ୍ଧୁମାନେ, ଶେଷରେ ଆପଣଙ୍କର ସାଧାରଣ ଜୀବନ, ସ୍ୱାସ୍ଥ୍ୟ ଜୀବନ, ଧନ ରାଶିଫଳ, ବ୍ୟାପାର ବ୍ୟବସାୟ, କ୍ୟାରିୟର ରାଶିଫଳ କିପରି ରହିବାକୁ ଯାଉଛି, ଏହି ବିଷୟରେ ବହୁତ ବିସ୍ତାରପୂର୍ବକ ଆମେ ଆଲୋଚନା କରିବା। ତେବେ ଚାଲନ୍ତୁ ଜାଣିନେବା ଯେ ଆଜି ଆପଣଙ୍କ ରାଶିଫଳ କିପରି ରହିବାକୁ ଯାଉଛି।
ଆପଣଙ୍କୁ କେଉଁ କେଉଁ ଖୁସି ଖବର ମିଳିବାକୁ ଯାଉଛି? କୁମ୍ଭ ରାଶି। ବନ୍ଧୁମାନେ, ଦିନର ଶୁଭାରମ୍ଭ ବହୁତ ଭଲ ହେବ। ପ୍ରିୟଜନମାନଙ୍କ ସହିତ ଭେଟଘାତ ହେବ ଏବଂ କିଛି ସମୟ ଶାନ୍ତି, ଧର୍ମ ବା ଆଧ୍ୟାତ୍ମିକତା ସହିତ ଜଡ଼ିତ କାର୍ଯ୍ୟକଳାପରେ ସମୟ ବିତାନ୍ତୁ। ଏଥିରେ ମାନସିକ ସୁଖ ମିଳିବ ଏବଂ ବିଘ୍ନମାନସକ ପଢ଼ାପଢ଼ିରେ ଆସୁଥିବା ବାଧା ଦୂର ହୋଇଯିବ।